ସାର୍ ଆଜି ବରଗଡ଼ରେ ଆପଣ ଯୋଗଦାନ କରିଛନ୍ତି ପ୍ରଥମ ପ୍ରତିକ୍ରିୟା କ'ଣ ରହିବ ସାର୍? ବରଗଡ଼ବାସୀଙ୍କୁ ମୋର ସୁସମ୍ମାନ ସହକାରେ କହୁଛି ମୁଁ ଏଠି ନୂଆ ମୁଁ ବର୍ତ୍ତମାନ ଚାହୁଁଛି ଆପଣମାନଙ୍କ କୋପରେସନରେ ଏଠି କାମ କରାଯିବ। ଏଠି ବରଗଡ଼ବାସୀଙ୍କର ସ୍ୱାଭିମାନ ରକ୍ଷା କରାଯିବ, ତାଙ୍କର ଭାବନା ସହିତ ଖେଳାଯିବ ନାହିଁ। ଆଇନ ଶୃଙ୍ଖଳା ରକ୍ଷା, କ୍ରାଇମ୍ ଉପରେ କଣ୍ଟ୍ରୋଲ ଆଉ ଟ୍ରାଫିକ୍ର ସୁବ୍ୟବସ୍ଥା ଏସବୁ କରାଯିବ। ଆଉ ଆପଣମାନେ କୋପରେଟ୍ କରିବେ, ଯାହା ଯାହା ଲୋକଙ୍କର ଅସୁବିଧା ଅଛି ଆମେ କହିଲେ ଆମ ଲେଭେଲରେ ଯାହା ବି କରିବ। ସାର୍ କୋଉ ଦିଗକୁ ବେଶୀ ଫୋକସ୍ କରିବେ? ବେଶୀ ଦିଆଯିବ କ୍ରାଇମ୍ ଆଣ୍ଡ କ୍ରିମିନାଲ। ତ ବରଗଡ଼ ଜିଲ୍ଲାରେ କଫ୍ ସିରପ୍, ଗଞ୍ଜେଇ, ଡ୍ରଗ୍ସ ଏଭଳି କାରବାର ବଢ଼ି ଚାଲିଛି, ତାକୁ ରୋକିବା ପାଇଁ କେମିତି ପଦକ୍ଷେପ ନେବେ? ମୁଁ ଏସ୍ଟିଏଫ୍ରେ ଥିଲି, ୟାପରେ ମୋ ନଜର ଅଛି, ଆମେ ଆକ୍ସନ୍ ନେବୁ। ବରଗଡ଼ ହେଉଛି କଳା ସାହିତ୍ୟ ସଂସ୍କୃତିର ଗ୍ରନ୍ଥାଗାର, କିନ୍ତୁ ବରଗଡ଼ ଟାଉନ୍ ଗତ କିଛି ବର୍ଷ ଧରି ନିଶା କାରବାରକୁ ନେଇ ସବୁ ମହଲରେ ପ୍ରତିକ୍ରିୟା ଦେଖାଇଛି ଏବଂ କଡ଼ା ଆକ୍ସନ୍ ନେବାକୁ ସବୁ ମହଲ ଦାବି ହେଇଛି। ଆମେ ନେବୁ, କେମିତି ଆମେ ନେବୁ, ଆମେ ସିଷ୍ଟମେଟିକାଲି ନେବୁ। ଏ ଯେଉଁ ଷ୍ଟାଫ୍ ବସେଇ ମୁଁ ତ ଏଠି ନୂଆ ଫିଡବ୍ୟାକ୍ ନେଇକି ଆମେ ସେଟାକୁ ଆଲାଉ କରିବୁନି। କିଛି ଏଠି କୌଣସି ପ୍ରକାର ଗଞ୍ଜେଇ ଅମୁକ ଜିନିଷ ଆମେ ଆଲାଉ କରିପାରିବୁ ନାହିଁ। ମୁଁ ଯେଦିନ ରହିବି ଠିକ୍ ସେ କାମ କରିବି। ସାର୍ ପୂର୍ବରୁ ଆପଣ ରେକର୍ଡ ମଧ୍ୟ ଆମେ ଦେଖିଛୁ ବିଭିନ୍ନ ଗଣମାଧ୍ୟମରେ, ଖାସ୍ କରି ଯଦି କ୍ରାଇମ୍କୁ ବେଶୀ କଣ୍ଟ୍ରୋଲ କରୁଥିଲେ ଫୋରୱାର୍ଡସ୍ ଗଞ୍ଜେଇକୁ ଆପଣ ଧରିଛନ୍ତି ବି, ସେହି କେତେ ଆପଣଙ୍କୁ ଏଠି ସେଟା ସହାୟକ ହେବ? ଏଠି ମୁଁ କହି ରଖୁଛି, ଲୋକଙ୍କର ଭାବନା ସହିତ ଖେଳାଯିବ ନାହିଁ, ଆଉ ଏଠି କ୍ରାଇମ୍ କ୍ରିମିନାଲକୁ ଫ୍ରି ଛଡ଼ାଯିବ ନାହିଁ। ଯେଦିନ ରହିବି ମୁଁ ମୋ କାମ କରିବି। ସାର୍ କିଛି ବରଗଡ଼ ଜିଲ୍ଲାରେ କିଛି କେସ୍ ଗୁଡ଼ା ରହିଛି, ଯେମିତି ବିଭିନ୍ନ ସୁନା ଦୋକାନରୁ ଡକାୟତି କେସ୍ ପର୍ଦାଫାଶ ହେଇପାରିବନି, କିଛି ମର୍ଡର କେସ୍ ବାକି ରହିଛି। ଦେଖିବୁ ସେଟା ଦେଖିବୁ, ପୁରାଂଶ ଦେଖିବୁ। କିଛି ଅଫିସର ଡିଆଇବିରେ ଇନ୍ସପେକ୍ଟର ମାନେ କାମ କରୁଛନ୍ତି, କିଛି କିଛି ଥାନାରେ ସବ୍ ଇନ୍ସପେକ୍ଟର ମାନଙ୍କୁ ଦାୟିତ୍ୱ ଦିଆଯାଇଛି, ସେ ଦିଗରେ ପଦକ୍ଷେପ ନେବେ? ଦେଖିବୁ, ସେଟା ଦେଖିବୁ। ମୁଁ ତ ଆପଣ ଜାଣିନି, ମିଟିଂ କରିବି, ତାପରେ ବ୍ୟବସ୍ଥା କରିବି। ଆପଣ ବରଗଡ଼ବାସୀଙ୍କୁ କ'ଣ ବାର୍ତ୍ତା ଦେବେ? ମୋର ତାଙ୍କ ପ୍ରତି ଯଥେଷ୍ଟ ସମ୍ମାନ ଅଛି, ମୁଁ ତାଙ୍କର କୋପରେସନ୍ ଚାହୁଁଛି। ମୁଁ ଆସିଛି ଏଠି ତାଙ୍କୁ ସେବା କରିବା ପାଇଁ, ମୁଁ ତାଙ୍କ ଭାବନା ସହିତ ଖେଳିବି ନାହିଁ, କିନ୍ତୁ ଅନ୍ୟ ପକ୍ଷରେ ରଖିବାକୁ ଚାହୁଁଛି। ଏଠି ମୁଁ କୌଣସି କ୍ରିମିନାଲର ଦାଦାଗିରି ଚଳାଇଦେବି ନାହିଁ। ଲୋକଙ୍କ ପ୍ରତି ମୋର ସମ୍ମାନ ଅଛି, ଲୋକଙ୍କ ପ୍ରତି ମୋର ସହାନୁତା ଅଛି, କିନ୍ତୁ ଏଠି ଦାଦାଗିରି ଚଳିବ ନାହିଁ, କ୍ରିମିନାଲ କଲେ ମୁଁ ଛାଡ଼ିବି। ଟ୍ରାଫିକ୍ ସମସ୍ୟା ବହୁତ ସମସ୍ୟା ବେଳେବେଳେ ସୃଷ୍ଟି ମୁଁ ସେଟା ସୁଧାରିବି। ଆପଣ ପ୍ରଥମ ବିଜନେସ୍ କ'ଣ ହବ? ପ୍ରଥମ ଟ୍ରାଫିକ୍, ଦେନ୍ କ୍ରାଇମ୍ କ୍ରିମିନାଲ।